ଆପଣଙ୍କର ଶରୀର ବାରମ୍ବାର ଖରାପ ହେଉଛି କି ଉତ୍କଟ ରୋଗଗ୍ରସ୍ତ ଅଛନ୍ତି କି ବ୍ୟାଧିଗ୍ରସ୍ତ ଅବସ୍ଥା ହେଲେ ଶରୀର ଆରୋଗ୍ୟ ପାଇଁ ଗୋଟିଏ ସରଳ ପ୍ରୟୋଗ କରନ୍ତୁ ରୁଦ୍ରଜାମଳ ତନ୍ତ୍ରର। ଆପଣଙ୍କର ପ୍ରାପ୍ତ ସମୟରେ ସୋମବାର ଦିନ ପ୍ରାପ୍ତ ସମୟରେ ଗୋଟିଏ ପ୍ରୟୋଗ କରନ୍ତୁ। ଧଳା କପଡ଼ା ଉପରେ ଗୋଟିଏ ସ୍ଫଟିକ ଶିବଲିଙ୍ଗ ସ୍ଥାପନ କରନ୍ତୁ। କରିସାରିଲା ପରେ ପଞ୍ଚାମୃତରେ ସ୍ନାନ କରନ୍ତୁ। ଷୋଡ଼ଶୋପଚାର ପୂଜା କରନ୍ତୁ। ବିଲ୍ୱପତ୍ର ସମର୍ପଣ କରନ୍ତୁ। ତାପରେ ଆପଣ ଷୋଡ଼ଶୋପଚାର ପୂଜା କରିସାରିଲା ପରେ ନିରାଜନ କରନ୍ତୁ। ଏହିସବୁ ଉପଚାର ପୂଜା କରିସାରିଲା ପରେ ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ 1008 ଥର ଜପ କରାନ୍ତୁ ସ୍ଫଟିକ ମାଳା ଦ୍ୱାରା। ଜପ କରିସାରିଲା ପରେ ପ୍ରଣାମ କରନ୍ତୁ। ଆପଣଙ୍କର ଶରୀର ନିଶ୍ଚିତ ଆରୋଗ୍ୟ ହୋଇଯିବ। ଏହି ପ୍ରୟୋଗ 21 ଦିନ ପର୍ଯ୍ୟନ୍ତ କରନ୍ତୁ। ଦେଖିବେ ଆପଣଙ୍କର ଶରୀର ନିଶ୍ଚିତ ଭଲ ହୋଇଯିବ। ଏହା ରୁଦ୍ରଜାମଳ ତନ୍ତ୍ରରେ ପ୍ରମାଣ ରହିଅଛି। ରହୁଛି ନମସ୍କାର। ଜୟ ଜଗନ୍ନାଥ। ଜୟ ମା କାମାକ୍ଷା।